ପୂର୍ବୀଙ୍କ ମଥାରେ ସିନ୍ଦୂର ଦେଲା ପରେ ମୋହିନୀ ଯାଇ କିଛି ଗହଣା ନେଇ ପୂର୍ବୀଙ୍କୁ ଦେବେ। କହିବେ ଆଜି ହଳଦୀ ବିଧି ତୁ ପୁରା ଟିପଟପ୍ ହେଇ ସଜେଇ ଆସିବୁ। ଏବଂ ଏହା କହିବେ ଯେତେବେଳେ ମୋହିନୀ ସେତେବେଳେ ତାଙ୍କ କଥା ସହିତ ଗୁଡ଼ାଏ ଗହଣା ମଧ୍ୟ ପୂର୍ବୀଙ୍କ ହାତକୁ ବଢ଼ାଇ ଦେବେ। ପୂର୍ବୀ ମଧ୍ୟ ଖୁବ୍ ଖୁସିର ସହିତ ଗହଣା ଗୁଡ଼ିକ ନେଇଯିବେ। ସେତିକିବେଳେ ଜ୍ୟୋତି ଆସି ମୋହିନୀଙ୍କୁ କହିବେ ଖୁଡ଼ି ଘରେ ଯେତେବେଳେ ବିବାହ ଉତ୍ସବ ହେଉଛି ଆମକୁ ସବୁ ବିଧି ବିଷୟରେ ଭଲ ଭାବରେ ବସି କଥାବାର୍ତ୍ତା ହୋଇଯିବା ଉଚିତ। ଏବଂ ଏହା ଶୁଣି ମୋହିନୀ ତାପରେ ପ୍ରଶ୍ନ କରିବେ ଯେ ଏ ଝିଅ ତୋ ବାପା ମାଆଙ୍କ ହିସାବ କ'ଣ? ହଁ ତାପରେ ପୂର୍ବୀ କୌଣସି ମଧ୍ୟ ଉତ୍ତର ଦେଉନଥିବେ କାହିଁକି ନା ତାଙ୍କ ମାଆ ତ ଚାଲି ଯାଇଛନ୍ତି, ତାଙ୍କ ବାପାଙ୍କର ଠିକଣା ନାହିଁ। ଏହା ଦେଖି ଜ୍ୟୋତି କହିବେ ହଁ ହଁ ତୁମ ବାପା ମାଆ ଆସିବା ନିଶ୍ଚୟ ଦରକାର, ବାପା ମାଆଙ୍କ ବିନା କୌଣସି ବାହାଘର ବିଧି ଭଲରେ ହୋଇପାରିବ ନାହିଁ। ପବନ ମଧ୍ୟ କହିବେ ହଁ ପୂର୍ବୀ ତୁମେ ତୁମ ବାପା ମାଆଙ୍କୁ ଡାକ, ମୁଁ ମୋ ଶାଶୁ ଶ୍ୱଶୁରଙ୍କୁ ଭେଟିବାକୁ ଚାହୁଁଛି। ତାପରେ ପୂର୍ବୀ ରାଗି ଯାଇ ମନେ ମନେ କହିବେ ଜ୍ୟୋତି ତୁ କେତେ ବି ଚେଷ୍ଟା କଲେ ମୋର ସତ ଜାଣିବାରେ କେବେ ବି ସଫଳ ହେବୁ ନାହିଁ। ଜ୍ୟୋତି ମନେ ମନେ ଭାବୁଥିବେ ଏବେ ମୁଁ ଦେଖିବି ପୂର୍ବୀ ତୁ ନୂଆ ବାପା ମାଆ କେମିତି ଯୋଗାଡ଼ କରିବୁ ଏବଂ କେତେ ଜଲ୍ଦି ଯୋଗାଡ଼ କରିବୁ। ତେବେ କ'ଣ ଲାଗୁଛି ଜ୍ୟୋତି କ'ଣ ରୋକିପାରିବେ ପୂର୍ବୀଙ୍କୁ?